ଗୁନମାମା 2024-25 କଳିଙ୍ଗ ଗଣନାଟ୍ୟରେ ଦେଖିବାକୁ ପାଇବେ। ମିଟୁ ଏବଂ ରାଧା ଯାତ୍ରା ସ୍ୱପ୍ନମହଲରେ ଦେଖିବାକୁ ପାଇବେ। ହାପି ମାମୁନି କଳିଙ୍ଗ ଗଣନାଟ୍ୟରେ ଦେଖିବାକୁ ପାଇବେ। ଶିବାନୀ ଗଣନାଟ୍ୟରେ ଉପେନ୍ଦ୍ର ଓ ମିଲୁଙ୍କୁ ଦେଖିବାକୁ ପାଇବେ। ଶୁଭେନ୍ଦୁ ଏବଂ ଟିକିନା ଯାତ୍ରା ସ୍ୱପ୍ନମହଲରେ ଦେଖିବାକୁ ପାଇବେ। ଟାହିଆ ଏବଂ ମାମା ଶିବାନୀ ଗଣନାଟ୍ୟରେ ଦେଖିବାକୁ ପାଇବେ। ମୁନା ଏବଂ ରୂପା ଯାତ୍ରା କୋଣାର୍କ ଗଣନାଟ୍ୟରେ ଦେଖିବାକୁ ପାଇବେ। ବୁଢ଼ା ଏବଂ କବିତା ରାଜଧାନୀ ଅପେରା ଯାତ୍ରା ସିଂହ ବାହିନୀରେ ଅନିମା ଏବଂ ଚିତ୍ତପାଢ଼ୀ। କାହ୍ନା ଏବଂ ଟିକି ଯାତ୍ରା ସିଂହ ବାହିନୀ ଯାତ୍ରା ସିଂହ ବାହିନୀରେ ଆପୁ ଏବଂ ଅଜୟକୁ ଦେଖିବାକୁ ପାଇବେ। ଅପେରା ସୂର୍ଯ୍ୟ ମନ୍ଦିରରେ ବବୁଲୁ ଏବଂ ପିଙ୍କୁକୁ ଦେଖିବାକୁ ପାଇବେ। ଯାତ୍ରା ଯାଜ୍ଞସେନୀରେ ଟୁକୁନା ଲିପି। ରାଜଧାନୀ ଅପେରା ବାବୁନା ଏବଂ ଝିଲିକି। ସୁଶାନ୍ତ କାବେରୀଙ୍କୁ ଶିବାନୀ ଗଣନାଟ୍ୟରେ ଦେଖିବାକୁ ପାଇବେ। ଯାତ୍ରା ଅଶୋକ ସମ୍ରାଟରେ ପ୍ରତାପ ଏବଂ ଜିତାକୁ ଦେଖିବାକୁ ପାଇବେ। ରତି ଏବଂ ମିଟୁନାଙ୍କୁ କୋଣାର୍କ ଗଣନାଟ୍ୟରେ। ବିନୋଦ ଏବଂ ବେବୁନାଙ୍କୁ ବାଘାଯତୀନ ଲୋକନାଟ୍ୟରେ। କେଳୁ ଏବଂ ନଳିନୀକୁ କୋଣାର୍କ ଗଣନାଟ୍ୟରେ। ପୂଜା ଏବଂ ବାପିକୁ ଯାତ୍ରା ସ୍ୱପ୍ନମହଲରେ। ମୁନା ଏବଂ ନମିତାକୁ ଯାତ୍ରା ସ୍ୱପ୍ନମହଲରେ ଦେଖିବାକୁ ପାଇବେ। ସୁର ଏବଂ ରଞ୍ଜିକୁ ଯାତ୍ରା ସ୍ୱପ୍ନମହଲରେ ଦେଖିବାକୁ ପାଇବେ। ମିଲନ ଏବଂ ରୀନାକୁ ଯାତ୍ରା ଇନ୍ଦ୍ରଭୁବନରେ ଦେଖିବାକୁ ପାଇବେ। ଅପେରା ଅଶୋକ ସମ୍ରାଟରେ ବାପି ଏବଂ ମାମୁନିକୁ ଦେଖିବାକୁ ପାଇବେ। ଯାତ୍ରା ସ୍ୱର୍ଣ୍ଣମହଲରେ ରାଜୁ ଏବଂ ନମିତା ଯୋଡ଼ିକୁ ଦେଖିବାକୁ ପାଇବେ। ବାବୁସାନ ଏବଂ ଜିନାକୁ ଯାତ୍ରା ଦୁର୍ଗା ମନ୍ଦିରରେ ଦେଖିବାକୁ ପାଇବେ। ସ୍ୱର୍ଣ୍ଣମହଲରେ ମାନସୀ ଦଳାଇ ଏବଂ ଅଜିତ ଦଳାଇକୁ ଦେଖିବାକୁ ପାଇବେ। ଅମନ ଏବଂ ସଞ୍ଜୁକୁ ଯାତ୍ରା ଅଶୋକ ସମ୍ରାଟ ଦେଖିବାକୁ ପାଇବେ। ସିଲୁ ଏବଂ କାଳୀଙ୍କୁ ଅପେରା ସୂର୍ଯ୍ୟ ମନ୍ଦିର ଦେଖିବାକୁ ପାଇବେ।